हिसाब नहीं ये मठर। अच्छा जन बाबा थिले बोधे अरे सबड़े रख मु जिमिति एंको होटल टा प्राय टाइम खाउ जिते बड़ा मुगपुर आछे एठे स्टार्ट नमस्कार जय जगन्नाथ मो चैनल को आपण मानक स्वागत। आज मु गोटे छोट गाँ को बुलिया जाऊँगी। गाँव ना है मुगपुर। मो सह जाऊँगी मोर सांग शेषनाग। साधारणतः आजिकाली गाँ गुड़िक धीरे धीरे सहरी ढांचार पड़गला तथापि किछि गाँ अच्छी जो एपर्यंत गाँवर सरलता और आत्मीयता भरी रही। सुंदर गाँ परिवेश भरपूर गाँटी है मुगपुर। तेबे आसंतु जिबा मुगपुर। मठ नाटा कौन अंकुर बाबा मठ ये जन बाबा थिले बोधे माने एटा केते वर्ष कहले बहुत दिन बहुत दिन हिसाब नहीं ये मठर। अच्छा एटी आपनकर होची फरबळा समय एटी सबले भक्त जो मुहूर्त चाहिए। अच्छा धूप दीप दिया जाए भजन कीर्तन हुए डेली भजन कीर्तन नाम सब चाहिए मठ से मठ सब आमे से ठाकुर पूरा विश्वास को माधव मठ ये होची हमरो अच्छा अंकुर माने भारी बढ़िया था बढ़िया आपण जुआरे जातो ना कोन पड़ी जातो जुआरे बाट से आन होबो करबे पुनी आपण अरे बाबा पूरा प्रत्यक्ष दाले महाप्रला सर्वदिना सडला गुरुपट एकदम नडिया देमी सेना मले अरे बाप रे सडला सर्वपीठ से शिवपीठ सर्वपीठ अच्छा दिन मझिरे आसले जो इच्छा है घर पड़े आसले टिके शांति पाइके एठी जीवे ये गोरु छाटो तो के रेट भक्त ये सब बेले पाइबे मठर भक्त सब बेले सेदिन बढ़िया था ना आरथर करवा पुणी आर वर्ष को हबनी आर वर्ष को भल रकम करिया महा समारोह भक्त माने 30 40 लाइट सजा बाण बाजा सुंदर हेला लोक अरे बाबा एठी दुकान बाजार नागिला छुआ पिला घरे के नथिले सब हम 5-10 अच्छा आपन को गाँटा माने गंडोल फंडोल केमती कोन नहीं कंट्रोल नहीं एबे बहुत कम आगु जिम थिला जिलेने सुजिलेने ईश्वर मंदिर हेला टिके एडवांस हेला निशा कांड काई हम पंचायत नहीं आपन को एरिया रो फेमस हैला बाण तयारीटा हां बाण मेन रे बाप आम छुआटी दिन आसिक नहीं जाऊ बाण तयारी पूरा फेमस बाण फेमस मु आया हाँ जी से बागड़ दिन कम बाण पड़ती से दिन हमर जो मेलाण जो हुए नि मुगपुरे से तांकर करने गिधारी साहब अच्छा अच्छा मेलनटा करती नय वर्ष मेलन बारी बढ़िया सब ए वर्ष भलो होई छै गाई सुनते बढ़िया
କ'ଣ କରନ୍ତି? ଘରେ ଏଇ ଠାକୁରଙ୍କ ସେବା ଗାଡ଼ି ଚଲେଇ ଗାଡ଼ି ଫାଡ଼ି ଅଛି ଦୋକାନ ଅଛି ଚାଷବାସ କି ଦୋକାନ? ପାନ ଦୋକାନ ବାହାରେ ରହିଲେ ସବୁ ଅଫିସରେ କଟକରେ ଆଜ୍ଞା ଏମିତି ଯେ ଯାହା ଘରେ ଦେଲେ ଚାପ ପକେଇଲେ ଆଉ ପଦାକୁ ଆସିବାର କଟକ କ'ଣ? କିଛି ନାହିଁ କେବଳ ମଫସଲ ଅଛି ଭଲ ଅଛି ଯାହା ଦେଖିବ ମଫସଲ। ହଉ ରହିଲି ଆଜ୍ଞା। ସ୍କୁଲ ପରିବେଶରେ ବଢ଼ିଆ ବଢ଼ିଆ ଜିନିଷ ଗୁଡ଼ିକ ଅଛି। ଏଠି ଆଗରୁ ଆଉ ଜଣେ ବି ବସନ୍ତି ବଡ଼ ଭାଇ ସିଏ ଆସୁନାହାନ୍ତି ଆଉ ଭଲ ଲାଗୁଛି ନା ନା ଆସିଲା ବେଳକୁ ଲେଟ୍ ହେଇଗଲା ଟିକେ। ରସଗୋଲା ଥୁଆ ହେଇଛି ଏଠି ତାଙ୍କର ଆଳୁ ଯାହା ଯାହା ସରଞ୍ଜାମ ଦରକାର ଜିନିଷ ଥୁଆ ହେଇଛି। ଜୟ ଜଗନ୍ନାଥ ପ୍ରଭୁ ନାରାୟଣ ଦଶବତାର। ଆମେ ଆଇଲା ବେଳକୁ ମଝିରେ ଥରେ ଆସିଥିଲୁ ବନ୍ଦ ଥିଲା ଦେହ ଖରାପ ଥିଲା କ'ଣ ମୁଁ ଶୁଣିଲି। ଦୋକାନ କେତେ ବର୍ଷ ହେଇଗଲାଣି ତଥାପି? 150 ବର୍ଷ। ଆଚ୍ଛା ନଈଟା ବଢ଼ିଛି ତାପରେ ଖାଇଗଲା ଆସିଲା ତାପରେ ବନ୍ଧଟା ହେଇଯାଇଥିବ। ଓହୋ ଏଠି ବି 2-3 ଜାଗା। ଆଚ୍ଛା ସବୁଟା ସନଫ୍ଲାୱାର ତେଲରେ ହୁଏ ନା କେଉଁଠି? ସନଫ୍ଲାୱାର ଆପଣ ମାନେ ୟା ଦେହରେ ଗୁଆ ଘିଅ ଫୁଆ ଘିଅ ବୁନ୍ଦିରେ ବି ସେଣ୍ଟର ହେଇଗଲା ସେଇଥିପାଇଁ ଅଲଗା ବାସ୍ନା ତାର ଆସେ। ମୁଁ ଥରେ ଏମିତି ଖାଇଲା ବେଳେ ଆପଣଙ୍କ ଗୁଗୁନିଟା ମୋତେ ଅଲଗା ଲାଗିଲା। ମାନେ ଛୁଆଦିନେ ଯେଉଁ ଏକଦମ ଆମେ ସ୍କୁଲ ଫୁଲ ସମୟରେ ଯେଉଁ ଗୁଗୁନି ଖାଉଥିଲୁ ଆଉ କେଉଁଠି ସେ ଗୁଗୁନି ମିଳୁନି। ଏବେ ଖାଲି ମାନେ ଗଜସ୍ କରିଦେଉଛନ୍ତି କରି ପକାଉଛନ୍ତି। ଆପଣଙ୍କର ଗୁଗୁନିଟା ମୋତେ ବଢ଼ିଆ ଲାଗେ ବୋଲି ମୁଁ ସଦାବେଳେ ଆପଣଙ୍କ ବାପା ଗୋସାପ ଅମଳରୁ ଏ ଦୋକାନ ବୁଢ଼ୀ ମାଙ୍କ ଅମଳରୁ ସବୁ ବେପାର କର ଏଇ ଭିତର ଏରିଆରେ ସବୁ ବୁଲିକା ୱେଷ୍ଟ ବେଙ୍ଗଲ ଘର ମେଦିନୀପୁର। ଓଡ଼ିଆ ତ ବଢ଼ିଆ କହୁଛ ବହୁତ ଦିନ ହେଇଗଲାଣି 18 ବର୍ଷର ଆଜି 57। ଆରେ ବାପରେ ଚାଲିଛି ଭିତର କାମଟା ଭଲ। ଏଙ୍କ ହୋଟେଲଟାରେ ପ୍ରାୟ ଟାଇମ୍ ଖାଉଥିବ ଯେତେବେଳେ ମୁଗପୁର ଆସିছে ତାଙ୍କର ଭାରି ଗୁଗୁନିଟା ଭାରି ଭଲ ଲାଗେ। ସବୁ ଆଇଟମ୍ଟା ଭଲ ଲାଗେ ମୋତେ ଗୁଗୁନିଟା ତାଙ୍କର ଭାରି ବଢ଼ିଆ। ତମେ ତାଙ୍କର କ'ଣ ହେବ ଯେ କରୁଛନ୍ତି ବୁନ୍ଦି? ଉତ୍ତରା। ଆଚ୍ଛା ବୁନ୍ଦି ନେବି ଟେଷ୍ଟ କରିବାକୁ କାରଣ ବର୍ତ୍ତମାନ ମିଲ୍ ଖାଇବା ଟାଇମ୍ ହେଇନି ଇଆଡ଼େ ସିଆଡ଼େ ଖାଇ ହେବନି। ଆଚ୍ଛା ଗୁଗୁନି ବି ପାର୍ସଲ ଚାଲିଛି ନାଇଁ କି? ଫେମସ୍ ଗୁଗୁନି ଆଉ। ଆଚ୍ଛା ଆଉ ଗୋଟେ ହାଇଟି ଦୋକାନ ଅଛି ତାଙ୍କର ଟିକେ ଦେଖିଦେବା। ହଁ ତୋ ବାପା କୁଆଡ଼େ ଗଲେ? ମାନେ କେତେ ବର୍ଷ ହେଲାଣି ଏ ଦୋକାନ? 30 ବର୍ଷ ହେଇଗଲାଣି। ଆଚ୍ଛା 30 ବର୍ଷ ଏଇ ବନ୍ଧ ଇଏ ଚାଲିଛି ଦୋକାନ ଠିକ୍ ଠାକ୍। ଆଉ ତୁମର ତ ଖାଇବା ଉପରେ କହନ୍ତି ସମସ୍ତେ ଭାରି ଇଏ କରନ୍ତି ଯାହା ଅଛି ଆମେ ଦେଖୁଛୁ। ଏଇଟା କ'ଣ ବସିଛି କି? ଆଉ ଭୁବନେଶ୍ୱର ମାନେ ଆଉ ହଉ ଏତିକି ସରିକି ପୁଣି ଆଉ ଥରେ ଚାଲିଛି ଟିକେ ନାଇଁ କି? କେତେ ବର୍ଷ ହେଇଗଲାଣି ଦୋକାନ? ମୋର ନନା ହେଲାଣି 43 ବର୍ଷ। 43 ବର୍ଷ ଦୋକାନ
ଆଚ୍ଛା ମିଠା ମୁଢ଼ି ତମକୁ ତ 45 ବର୍ଷ ଖଣ୍ଡେ ହବ। ମୁଁ 5-6 ବର୍ଷ ଦୋକାନ କରିଛି ମୋ ବାପା ମୋ ବାପା ଦୋକାନ କରିଥିଲା ମୋ ବାପା ଦୋକାନ ପାରିଲାନି ସେଠି ମୁଁ ଦୋକାନ ଷ୍ଟାର୍ଟ କଲି ଛୋଟ ଛୁଆ କତିରେ ଛୁଆ ବେଳୁ ପାଠ ପଢ଼ିଲନି ନା ପାଠ